ମା କୁଆଡେ ଗଲ ମା? ଆସ ମା ଆସ ଡେରି ହେଲାଣି ଆସ। ଦେଖିଲ ଏଠି କଣ ଲୁଗାପଟା ସିଏ ପକେଇଛନ୍ତି? ଏଠି ଯିଏ ପକେଇ ନାହାନ୍ତି କଣ କହିବ କହିଲ? ଏଇ ମା ତମର ସବୁବେଳେ ଲେଟ୍ ବୁଝିଲ। ମୁଁ ପୁଣି ଆହୁରି 27 ଘର ଯିବି, ତମେ ଏଇ ଖଣ୍ଡିଏ ଲୁଗା ଜମାରୁ। ହଉ ହଉ ସବୁବେଳେ ଲେଟ୍, ତାଙ୍କ ଘରକୁ ପୁଣି ଯିବାକୁ ପଡିବ। ଦେଖିଲ କଣ କହିବ? ଏମାନେ ବି ଲୁଗାପଟା ଏଠି ପକେଇ ନାହାନ୍ତି। ଇଏ ମୁଁ କେତେ ଘର କବାଟ ଏମିତି ବାଡେଇ ବସିକିନି। ମା କଣ ଆକରେ ବି କେହି ନାହାନ୍ତି, କଣ କହିବ କହିଲ? ଇଏ ମୁଁ ତମ ଲୁଗାପଟା ନବାକୁ ଆଇଛି ନା ତ ଏମିତି କବାଟ ବାଡେଇକି ତମକୁ ଉଠେଇବାକୁ ଆଇଛି? କୁଆଡେ ଗଲେ? କୁଆଡେ ଗଲ ବା? ଇଏ କଣ ଶୁଣିବେ? ଇଏ ଜମା ଶୁଣିବେନି। ଇଆଡେ ଲୁଗାପଟା ପକେଇବେନି କି ଡାକ ଡାକ ମାଇଲେ ଶୁଣିବେନି। ମତେ କବାଟ ବାଡିବାକୁ ପଡିବ ଆଉ କଣ କରିବାକୁ? ପାଇବାକୁ କିଛି ନାହିଁ। ମା କଣ କଲୁ ତୁ? କଣ ହେଲା ବଡ ମା ମତେ କହିଲ? ଗଲା ଗେଟଟାକୁ ଛୁଇଁଦେଲୁ, ସବୁ ମାରା କରିଦେଲୁ। ବଡ ମା ତମେ ତ ଲୁଗାପଟା ଯୋଉଠି ରଖିବା କଥା ସେଠି ରଖିନଥିଲ। ମୁଁ ଆଉ କଣ କରିଥାନ୍ତି କହିଲ? ବହୁତ ସମୟ ହେଲା ଡାକିଲି କେହି ଶୁଣିଲେନି। ମୁଁ ସେଇ ସକାଶେ କବାଟକୁ ବାଡେଇ ଦେଲି ଆଉ କଣ କରିବି? ତମର ଯୋଉ କଥା ବଡ ମା। ହେଇବା ସାନ ମା ଆଇଲେଣି। ତମେ ଘରେ ଥିଲଟି ମା? ମୁଁ ଏତେ ଡାକୁଛି ତମକୁ ଶୁଭୁନି ନା ତମେ ଜାଣି ଶୁଣି ଶୁଣୁନଥିଲ କହିଲ ମତେ ଟିକେ? ହଉ ଛାଡ ଛାଡ, ଆଣ ଆଣ ଲୁଗାପଟା ଯାହା ଅଛି ଆଣିଲ। ଚୁପ୍ ଝିଅ, ପୁଣି କଣ ହେଲା ମା କହିଲ? ତୁ ଗେଟ ଛୁଇଁଲେ ଛୁଇଁ, ମୋ ପିଲାଙ୍କର ପାଦ ପକେଇ ମୋ ଘର ଦ୍ୱାର ସବୁ ମାରା କରିସାରିଲୁଣି। ମତେ ନା ଗୋବର ପାଣି ପକେଇ ସବୁ ଥନ୍ତ କରିବାକୁ ପଡିବ। ତମେ ଅଜବ କଥା କହୁଛ ବୁଝିଲ ମା। ମୁଁ କଣ ତମ ଘର ଭିତରକୁ ପଶି ଯାଇଛି ତମେ ସେ ଘର ଭିତରଟା ଧୋଇବ? ଆଁ ହେଇ ଦେଖୁନ ମା ମୋ ପାଦ ପରା ଭଲ ଅଛି। କୋଉ ମୋ ପାଦ ଅସନା ହେଇଛି ତମ ଘର ଭିତରଟା ଧୋଇବ ମା? ମତେ ତମେ କହୁଛ କହିଲ? ଏଠି ସିନା ଅସନା ହେଇଥିଲେ ମୁଁ ବାଲ୍ଟି ପାଣି ଧୋଇ ଦେବି, ତୁ ଆମ ଘରଟାକୁ ଅପବିତ୍ର କରିସାରିଲୁଣି। ବୋଉ କଣ ଏମିତି ହେଇଛି ଯେ ତମେ କହୁଛ ଘରଟା ଅପବିତ୍ର ହେଇଗଲା ବୋଲି? କଣ ଅପବିତ୍ର ହେଲା ବୋଲି କହୁଛୁ? ହଁ, ସିଏ ହେଲେ ଛୋଟ ଜାତି ଅଛୁଆ ଲୋକ, ଆମେ ହେଲୁ ପାଙ୍ଗଠୁ ବଡ ଜାତି। ସିଏ ଛୁଇଁ ଦେଲେ ଆମେ ସବୁ ଅପବିତ୍ର ହେଇଯିବା। ବୋଉ ତମେ ଯୋଉ କଥା କହୁଛ ଜମା ଠିକ କଥା କହୁନ। ମଣିଷ ମଣିଷ ଭିତରେ ଛୁଆଁ ଅଛୁଆଁ ଆସିଲା କୋଉଠୁ? ଆଉ ଅପବିତ୍ର ଆମେ ହେଲେ କେମିତି? ଯାଏ ଦୁନିଆ ଯାକ ପଚାରି ଆସିବୁ, ଏ ଲୁଗା କଚେଇ ସପା ବାଲା ଅଛୁଆଁ ମଣିଷ। ବଡ ମା ତମେ ଠିକ କଥା କହିଲ ବଡ ମା। ଆମେ ହଉଛୁ ଅଛୁଆଁ ମଣିଷ, ହେଲେ ଆମ ଏଇ ଅଜାତି ଘରର ମଣିଷ ହାତରୁ ମହାପ୍ରଭୁ ଜଗନ୍ନାଥ ନଡିଆ ନେଇଥିଲେ। ଆମେ ଲୁଗା କଚେଇ ସଫା ବାଲା ଅଛୁଆଁ ମଣିଷ ବଡ ମା। ଜାଣିଛ ବଡ ମା, ତମ ମାନଙ୍କ ଘରେ ଯଦି କିଏ ଗୋଟେ ମରିଯାଏ ନା, ତାହେଲେ ଆମକୁ ଡକାଯାଏ ଚାହିଁ କାଠ ଦବାକୁ। ଆଉ ଚାହିଁ କାଠ କିଏ ଦବ? ଆମେ ଆସିଲେ ଟାଙ୍ଗିଆ ଚୋଟରେ ଚୋଟେ ପକେଇବୁ, ତାପରେ ତମେ ସେ ଗଛରୁ କାଠ ନେଇ ଶବ ପୋଡିବାକୁ ଚାହିଁ କାଠ ଯିବ। ଯଦି ଆମେ ସେତିକି ନ କରନ୍ତୁ ତାହେଲେ ତମେ ଶବ ପୋଡି ପାରନ୍ତନି। ଜାଣିଛ ବଡ ମା ଆଉ ଗୋଟେ କଥା? ତମ ଘରେ ମରିଯାଇଥିବା ମଣିଷର ତମେ କର୍ମ କରୁଛ, କିନ୍ତୁ 10 ଦିନ ଯାକେ ତମେ ସେମିତି ଅଛୁଆଁ ହେଇ ରହୁଛ। ଜାଣିଛ ବଡ ମା, ଆମେ ହଉଛୁ ଲୁଗା ସଫେଇ ବାଲା। ଆମେ ଯଦି ତମ 10 କର୍ମର ଦିନ ଆସିକିନି ତମ ଲୁଗାପଟା ଯଦି ସଫା ନ କରନ୍ତୁ ନା, ତମେ ସେମିତି ସବୁଦିନ ପାଇଁ ସେମିତି ଅପବିତ୍ର ହେଇ ରହିଯାଆନ୍ତ। ଆମେ ସେଇ ଅଛୁଆଁ ମଣିଷ ବଡ ମା, ଜାଣିଛ ତ? ଆମ ହାତରେ ଏମିତି ପବିତ୍ରତା ଅଛି, ଆମ ହାତ ଯଦି ନ ବାଜିବ ନା ତମେ ସେମିତି ଅପବିତ୍ର ହେଇ ରହିଥାଉ। ହଉ ମୁଁ ଆସୁଛି। ଶୁଣ ଆମ ଲୁଗା ନେଇଛ? ନାଇଁ ମା, ଆଉ ଲୁଗା କଥା ତମେ କୁହନି। କାହିଁ କହିଲ ମା? ଆମେ ଏମିତି ଅଛୁଆଁ ମଣିଷ, ନା ଆମର ଇଜ୍ଜତ ଅଛି ନା ଆମର ମହତ ଅଛି। ମୁଁ ଆସୁଛି ମା। ବୋଉ ଆମେ ଲୁଗାପଟା ଏବେ କଣ କରିବା? ହଉ ତୁ ମା ବ୍ୟସ୍ତ ହନା, ମୁଁ ତାଙ୍କ ଘରକୁ ଏବେ ଯିବି। ବୋଉ ତମେ ତାଙ୍କ ଘରକୁ ଯିବ ଯେ ତମେ ତ ଅଛୁଆଁ ହେଇକି ଆସିବ। ନାଇଁ ମା, ସେସବୁ ମୁଁ ବୁଝିଗଲି, ସେସବୁ ଭୁଲ କଥା ବୁଝିଲୁ ମା। ଛୁଆଁ ଛୁଆଁ ବାରିବାଟା ସେଟା ଭୁଲ ଧାରଣା। ହଉ ବୋଉ ମୁଁ ଘରକୁ ଯାଉଛି, ତମେ ଯାଅ।